ଓ ହାय ଜୟ ଜଗନ୍ନାଥ ସାଙ୍ଗମାନେ ଆପଣମାନେ ସମସ୍ତେ କେମିତି ଅଛନ୍ତି ଆଶା କରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଆପଣମାନେ ସମସ୍ତେ ଭଲରେ ଥିବେ। ତ ଆଜି ମୁଁ ଆପଣଙ୍କୁ ଗୋଟେ ଇନଫର୍ମେଟିଭ୍ ଭିଡ଼ିଓ ଦେବାକୁ ଚାହୁଁଛି। ଏ ଯେଉଁ ପିଲାଟିକୁ ଆପଣ ଦେଖୁଛନ୍ତି ଆର ଭିପି ସଣ୍ଟ ହେଇଛି, ଭେଣ୍ଟ୍ରିକୁଲର ପେରିଟୋନିଆଲ ସଣ୍ଟ ହେଇଛି। ତ ତାର ଅବଷ୍ଟ୍ରକ୍ସନ୍ସ ଥିଲା। ତ ତା ଫ୍ୟାମିଲି ମେମ୍ବର୍ସ ଆସିଛନ୍ତି। ତାର ଟିକେ ମସଲ୍ସ ୱିକନେସ୍ ହେଇଯାଇଛି। ହି ଇଜ୍ ନଟ୍ କମ୍ପ୍ଲିଟଲି ପାରାଲାଇଜ୍ଡ, ତାର ମୁଭମେଣ୍ଟ ଅଛି, ମସଲ୍ସ ୱିକନେସ୍ ହେଇଯାଇଛି। ତ ତାର ଫ୍ୟାମିଲି ମେମ୍ବର୍ସ ଆସିଛନ୍ତି ଏ ପିଲାଟିକୁ ଡିସଚାର୍ଜ କରିକି ତାଙ୍କ ଘରକୁ ନେବେ। ତାର ଆମେ ହସ୍ପିଟାଲରେ କିଛି ଦିନ ରହିଲା ପରେ ପେସେଣ୍ଟର ଯେତେବେଳେ କଣ୍ଡିସନ୍ସ ଭଲ ହେଇ ଆସେ ଆମେ ତାକୁ ଘରକୁ ସିଫ୍ଟ କରିଦେଉ। ବାକି ସେ ତାର ଘରେ ରହିକି ରେଗୁଲାରଲି ଏକ୍ସରସାଇଜେସ୍ ସବୁ କଣ୍ଟିନ୍ୟୁ କଲେ ସେ ବହୁତ ଶୀଘ୍ର ଭଲ ହେଇଯିବ। ଏ ପିଲାଟାର ହାତ ଗୋଡ଼ ମୁଭମେଣ୍ଟ ସବୁ ନର୍ମାଲ୍ ଅଛି। ପିଲାଟି ୱିକ୍ ହେଇଯାଇଛି ବହୁତ। ତ ମୁଁ ତାର ସେଠି ଭଉଣୀ ଅଛନ୍ତି, ତାର ଫ୍ୟାମିଲି ମେମ୍ବର୍ସକୁ ମୁଁ ଶିଖାଇ ଦେଉଛି କି ଆପଣ ଏଇ ଏକ୍ସରସାଇଜେସ୍ କରନ୍ତୁ, ପିଲାର ବହୁତ ଜଲ୍ଦି ରିକଭରି ହେବ। ଆଉ ସେ ପିଲାଟି ଗଲାଣି ବହୁତ ଦିନ ହେଇଯିବ ଆମ ହସ୍ପିଟାଲ ଗଲାଣି। ଏଇଟା ଗୋଟେ ଓଲ୍ଡ ଭିଡ଼ିଓସ୍ ଥିଲା ମାସେ ତଳର। ତ ପିଲାଟିର ମୁଁ ଯାହା ଖବର ନେଇଥିଲି ତାଙ୍କ ଫ୍ୟାମିଲି ମେମ୍ବର୍ସରୁ, ପିଲାଟି ବର୍ତ୍ତମାନ ହାତ ଗୋଡ଼ ମୁଭମେଣ୍ଟ କରୁଛି। ଆଉ ଦେଖାଯାଉ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ସେ ବହୁତ ଶୀଘ୍ର ଭଲ ହେଇଯାଉ। ତ ଆମର କାମ ହେଲା ଆମେ ସବୁ ପେସେଣ୍ଟସ୍କୁ ପ୍ରପରଲି ଗାଇଡ଼ କରିବା, ପେସେଣ୍ଟସ୍କୁ ବତେଇବା କି ଆପଣ ଏଇ ଏକ୍ସରସାଇଜେସ୍ କରନ୍ତୁ। ଆଉ ବହୁତ ଜାଗାରେ ଦେଖାଯାଏ ଯେ ଫିଜିଓଥେରାପିକୁ ଲୋକମାନେ ଆଫୋର୍ଡ଼ କରିପାରୁନାହାନ୍ତି। ଆଉ ଏଇଟା ବହୁତ ମାନେ ବେଶୀ କିଛି ଖର୍ଚ୍ଚ ନାହିଁ। ଆପଣମାନେ ରେଗୁଲାରଲି ଫିଜିଓଥେରାପି କରନ୍ତୁ। ଫିଜିଓଥେରାପି କଲେ ପେସେଣ୍ଟର କଣ୍ଡିସନ୍ ବହୁତ ହି ଡେଭଲପ୍ ହେବ। ରଖୁଛି, ଦେଖା ହେବ ନେକ୍ସଟ ଭିଡ଼ିଓରେ। ଜୟ ଜଗନ୍ନାଥ, ନମସ୍କାର। ଆଉ ପ୍ଲିଜ୍ 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 ଆପଣମାନେ ମୋର ଗୋଟେ ଛୋଟ ପ୍ରୟାସ, ମୋର ଏ ଚ୍ୟାନେଲଟିକୁ ଆପଣ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବେ। ରହୁଛି, ଜୟ ଜଗନ୍ନାଥ, ନମସ୍କାର।